नमस्कार, ମୁଁ ସନ୍ତୋଷ ସ୍ୱାଗତ କରୁଛି ସନ୍ତୋଷ ପ୍ରସାଦ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଏକ ସୁନ୍ଦର ଭିଡ଼ିଓ ନେଇ ବା ଭଲ ଷ୍ଟୋରି ନେଇ ଆପଣମାନଙ୍କୁ ପାଖକୁ ଆସିଛି। ଗୋଟେ ଗାଁରେ ଗରିବ ଝିଅର ଓ ବାପର କାହାଣୀ ଉପରେ। ଗରିବ ବାପାଟି ଝିଅକୁ କହିଥିଲା, ତୁ ଯଦି ମାଟ୍ରିକରେ ଟପର ଜିଲ୍ଲା ସ୍ତରୀୟ ଟପର ମାର୍କ ରଖିବୁ, ମୁଁ ତୋତେ ଆମ ଜିଲ୍ଲାର ସବୁଠୁ ବଡ଼ ରେଷ୍ଟୁରାଣ୍ଟରେ ଖାଇବାକୁ ଦେବି। ଯାହାକି ଯେତେବେଳେ ମାଟ୍ରିକ ପରୀକ୍ଷା ହେଲା, ସେ ପିଲା ଟପର ମଧ୍ୟ ହେଲା, ଜିଲ୍ଲାରେ 1 ନମ୍ବର ରହିଲା। ଯେତେବେଳେ 1 ନମ୍ବର ରହିଲା, ତା ବାପା ତାକୁ ଜିଲ୍ଲାର ଗୋଟେ ଭଲ ରେଷ୍ଟୁରାଣ୍ଟକୁ ନେଇକି ଗଲା। ଯେତେବେଳେ ନେଇକି ଗଲା, ରେଷ୍ଟୁରାଣ୍ଟରେ ବସିଲେ, ବାପାଟି ୱେଟରକୁ ଡାକି କହିଲା, ୱେଟରକୁ ଡାକିଲା, କହିଲା ଆଉ ମୋ ଝିଅ ପାଇଁ ଦୁଇଟା ଦୋସା ଗୋଟେ ଦୋସା ଆଣ। ଯେତେବେଳେ ଦୋସା ଝିଅଟେ ପାଇଁ, ତାପରେ ୱେଟର ଭାଇ କହିଲେ, ଅଙ୍କଲ ଆପଣଙ୍କ ପାଇଁ କ'ଣ ଆଣିବି? ବାପା କହିଲା, ମୋ ଝିଅ ଆଜି ଟପର କରିଛି, ଜିଲ୍ଲାସ୍ତରୀୟ ମାଟ୍ରିକ ପରେ ଜିଲ୍ଲାସ୍ତରୀୟ ଟପର କରିଛି। ଯାହାକି ମୁଁ ତାକୁ କଥା ଦେଇଥିଲି କି ଯେତେବେଳେ ସେ ଟପର ଯଦି କରିଲା, ମୁଁ ତାକୁ ଆମ ଜିଲ୍ଲାର ସବୁଠୁ ଭଲ ରେଷ୍ଟୁରାଣ୍ଟରେ ଖାଇବାକୁ ଦେବି ବୋଲି। ଆଉ ମୋ ପାଖରେ, ମୁଁ ଗରିବ ଘର ଲୋକ, ସେଥିଲାଗି ମୋ ଝିଅକୁ ହିଁ ଦିଅ, ମୋର ଦରକାର ନାହିଁ। ସେ ୱେଟର ଭାଇ ଜଣକ ଯାଇକି ତାଙ୍କ ମାଲିକକୁ ଦୌଡ଼ି ଯାଇ କହିଲା ସାର୍, ଆଉ ଆମର ଏଇ ଯେଉଁ ଝିଅ ବାପ ବସିଛନ୍ତି, ସେ ବାପ ଝିଅ ସେ ବହୁତ ଗରିବ ଘର ପିଲା। ତାଙ୍କ ଝିଅ ଜିଲ୍ଲା ସ୍ତରୀୟ ଟପର ମାର୍କ ରଖିଛି। ଆଉ ସେ ତାଙ୍କ ଝିଅକୁ କଥା ଦେଇଥିଲେ ଯେ ଆଜି ତାକୁ ମାନେ ଯଦି ସେ ଟପର ହେବ ଜିଲ୍ଲା ସ୍ତରୀୟ, ତାହେଲେ ତାକୁ ଗୋଟେ ଭଲ ରେଷ୍ଟୁରାଣ୍ଟରେ ଖାଇବାକୁ ଦେବେ। ଆଉ ଆଜି ତାକୁ ମଧ୍ୟ ଆଣିଛନ୍ତି। ତାଙ୍କ ପାଖରେ ଏତେ ଅର୍ଥ ନାହିଁ ଯେ ସେ ନିଜେ ବି ଖାଇବାକୁ ନାହିଁ, ତାଙ୍କ ପାଇଁ କିଛି ସେ ମଗାଉନାହାନ୍ତି। ଆଉ ମୋ ତରଫରୁ ତାଙ୍କୁ ତାଙ୍କ ବାପ ପାଇଁ, ସେ ପିଲା ପାଇଁ, ତାଙ୍କ ବାପା ପାଇଁ ଆମେ ଦୋସା ଗୋଟେ ଅର୍ଡ଼ର କରୁଛି। ଆଉ ସେ ପିଲାର, ସେ ଲୋକର ପଇସାଟା ମୋ ଦରମାରୁ କାଟିଦେବେ। ସେ ସାର୍ ଜଣକ କହିଲେ ଯେ ଏଇ ଗୋଟେ କଥା, ସେ ଆମ ଝିଅ ବି ଆମ ଜିଲ୍ଲାର ନାଁ ରଖିଛି, ଜିଲ୍ଲା ସ୍ତରୀୟ ଟପର ମଧ୍ୟ ହୋଇଛି। ଆଉ ଯଦି ଆମ ଝିଅ ଆଗକୁ ଯିବାକୁ ଚାହୁଁଛି, ତାକୁ ମଧ୍ୟ ଆଗକୁ ନେବାକୁ ନିହାତି ଦରକାର। ଆଉ ସେ କହିଲା, ତୁ ସେଥିପାଇଁ ଚିନ୍ତା କରନା, ତାକୁ ତୁ ଆଣି ଦେ। ତାକୁ ଆଣିକିନା ତାକୁ ଦୋସା, ବାପ ଝିଅକୁ ଦୋସା ଦେ। ଆଉ ମିଠା ପ୍ୟାକିଂ କରିବୁ ଘର ପାଇଁ, ତାଙ୍କ ପଡ଼ୋଶୀ ସାହି ସମସ୍ତଙ୍କୁ ଯେମିତି ଖୁସିରେ ମିଠା ବାଣ୍ଟି ପାରିବେ। ଆଉ ସେ ୱେଟର ଭାଇନା ଠିକ୍ ସେୟା କରିଲେ। ଯେତେବେଳେ ସବୁ ଜିନିଷ ନେଇକି ପହଞ୍ଚିଲେ, ସେ ବାପା କହିଲେ ଯେ ପୁଅ, ମୋ ପାଖରେ ଏତେ ପଇସା ନାହିଁ ଯେ ମୁଁ ତମକୁ ଦେବି। ସେ ୱେଟର ଭାଇନା କହିଲେ, ମଉସା ଚିନ୍ତା କରନି, ଆମ ସାର୍ କହିଛନ୍ତି ସେ ଆମର ବି ଝିଅ ଆମ ଜିଲ୍ଲାର ନାଁ ରଖିଛି, ସେଥିଲାଗି ତାକୁ ଆମେ ଆମ ରେଷ୍ଟୁରାଣ୍ଟ ତରଫରୁ ଫ୍ରି ଅଫ୍ କଷ୍ଟରେ ମାଗଣାରେ ଆପଣଙ୍କୁ ଦିଆଯାଉଛି। ଆଉ ସେ ଆମର ମଧ୍ୟ ଝିଅ, ସେଥିପାଇଁ ତମେ ଚିନ୍ତା କରନି। ଯାହାକି ଯେତେବେଳେ ସେ ନେଇକି ତାପରେ ଖାଇକି ଗଲେ, ଏଇ କଥାକୁ ଅନେକ ବର୍ଷ ବିତିଗଲା। ସେ ଯେତେବେଳେ ପାଠ ପଢ଼ି ସେ ଝିଅଟି UPS କ୍ଲିୟର କରି ସେହି ଜିଲ୍ଲାରେ କଲେକ୍ଟର ଭାବରେ ପୋଷ୍ଟିଂ ପାଇଲେ। ଯେତେବେଳେ କଲେକ୍ଟର ପୋଷ୍ଟିଂ ହେଲେ, ପ୍ରଥମ ଦିନ ତାଙ୍କ ବାପା କହିଲେ, ଆମେ ସେଇ ରେଷ୍ଟୁରାଣ୍ଟ ଯିବା ଆଉ ଖାଇବାକୁ। ଆଉ ସତୁ ସତ ସେ ଝିଅକୁ ମଧ୍ୟ ନେଇକି ଗଲେ। ଯେତେବେଳେ ରେଷ୍ଟୁରାଣ୍ଟର ମାଲିକ ଜାଣିଲେ କଲେକ୍ଟର ଆମ ରେଷ୍ଟୁରାଣ୍ଟ ଆସୁଛନ୍ତି ଖାଇବାକୁ, ସେ ବାହାରକୁ ଯାଇ ତାଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଥିଲେ। ଆଉ ଯେତେବେଳେ ଆସିଲେ, ତାକୁ ସ୍ୱାଗତ କରିଲେ ମଧ୍ୟ। ସ୍ୱାଗତ କରି ହାତ ଯୋଡ଼ି ସ୍ୱାଗତ କରିଲେ। ସେ ବାପା ମଧ୍ୟ ଆସିଥିଲେ। ବାପା ହାତ ଯୋଡ଼ି କହିଲେ, ଭାଇନା, ଆପଣ ଆମ ପାଇଁ ବହୁତ କିଛି କରିଛନ୍ତି। ଯେତେବେଳେ ଆମର ଆବଶ୍ୟକତା ଥିଲା, ସେତେବେଳେ ଆମକୁ ସାହସ ଦେଇଛନ୍ତି। ମୋ ଝିଅକୁ ଆଗକୁ ଯିବା ପାଇଁ ଗୋଟେ ସାହସ ଦେଇଛନ୍ତି, ଯାହାକି ସେ ଆଜି କଲେକ୍ଟର ବନିଛି। ଆଜି ତମ ରେଷ୍ଟୁରାଣ୍ଟର ଯେତେ ଷ୍ଟାଫ୍ ଅଛନ୍ତି
ସମସ୍ତଙ୍କୁ ମୋ ତରଫରୁ ଖାଇବାକୁ ଦେଉଛି। ରେଷ୍ଟୁରାଣ୍ଟ ମହୋଦୟ ରେଷ୍ଟୁରାଣ୍ଟର ମାଲିକ ଯେ ସେ ବହୁତ ଖୁସି ହେଇଗଲା ଆଉ ତାଙ୍କୁ ସ୍ୱାଗତ କରି ସମସ୍ତଙ୍କ ପାଇଁ ଖାଇବାକୁ ମଧ୍ୟ ଦିଆଗଲା। ଏହି ଭିଡ଼ିଓରେ ଆମେ କ'ଣ ଶିଖିଲେ? ଯଦି ଗୋଟେ ଗରିବ ଘର ଯଦି ଆମେ ଜଣକୁ ସମ୍ମାନ ଦେଇ ଶିଖିନେ ତାକୁ ଅସମ୍ମାନ କେବେ କରିବା ନାହିଁ। ଯଦି ଆମେ ଜଣକୁ ଖାଇବାକୁ ଦେଇପାରିବାନି ତା ହାତରୁ ଖାଇବା ଛଡ଼େଇବା ନାହିଁ, ତାହେଲେ ଆମର ଜୀବନ ସାର୍ଥକ ସେତେବେଳେ ହେବ ଆମର କିଛି ଆର୍ଥିକ ଆମେ ବହୁତ କିଛି ଇନକମ୍ କରୁଛୁ, ବହୁତ କିଛି ଆମେ କେତେ ଟଙ୍କା ରୋଜଗାର କରୁଛୁ ତାହା ବଡ଼ କଥା ନୁହେଁ, ବରଂ ଆମର ଅର୍ଥ କେତେ ଅସହାୟ ଲୋକମାନଙ୍କ ପାଖରେ ପହଞ୍ଚୁଛି ଆଉ ସେ କେତେ ମାତ୍ରାରେ ଆମ ଅର୍ଥରେ ସେ କେତେ ମାତ୍ରାରେ ସାହାଯ୍ୟ ପାଉଛି ତାହା ଆମ ପାଇଁ ବଡ଼ କଥା। ଏତିକି କହି ମୁଁ ରହୁଛି। ନମସ୍କାର।